ନଟ ମୂଷା ଆଉ ମାଉସୀ କହିବାକୁ ଗଲେ ଦୁନିଆରେ ତାଙ୍କର ଆଉ କେହି ନାହାନ୍ତି। ଦୁଇ ପ୍ରାଣୀ କୁଟୁମ୍ବ ସେମାନେ। ସୁଖ ଦୁଃଖରେ ଦୁହେଁ ଦୁହିଁଙ୍କୁ ସାହା। ଆଉ ନଟ ମୂଷା ପ୍ରତିଦିନ ଯାଆନ୍ତି ମୂଲ ମଜୁରୀ ଲାଗି। ଯାହା ଦି ପଇସା ରୋଜଗାର କରନ୍ତି, ହସ ଖୁସିରେ ଚଳିଯାଆନ୍ତି। ଭରସା ସେଇ ବଡ଼ ଦେଉଳିଆ ବନ୍ଧୁ। ତାକୁ ଆସରା କରି ଜୀବନ ତ କଟିଗଲାଣି। ବାକି ତକ ଜୀବନ କେବଳ ତାରି ଆସରାରେ। ହେଲେ ମଉସା ପ୍ରତିଦିନ ଯାହା ବି ରୋଜଗାର କରି ଆଣନ୍ତି, ଘର ଚଳିଯାଏ। ବଳକା ଟଙ୍କାକୁ ବଢ଼େଇ ଦିଅନ୍ତି ମାଉସୀ ହାତକୁ। ଆଲୋ ସାଇତି ରଖିଥା, ଶ୍ରୀକ୍ଷେତ୍ର ଯିବି, ମୋ ଜଗା ପାଇଁ ଭଲ ମନ୍ଦ ଟିକେ ନେବି। ହଁ, ଯେମିତି ବାପା ମା ବଜାର ଗଲେ ଛୁଆଙ୍କ ପାଇଁ କିଛି ଜିନିଷ ଆଣିବାକୁ ମନ ବଳାନ୍ତି, ମଉସା ମାଉସୀଙ୍କ ମନ କିନ୍ତୁ କାଳିଆ ପାଖରେ। ସେଇ ତାଙ୍କର ସବୁ କିଛି। ଆଜି ଖେଳନାଟିଏ, ଆଜି କିଛି ଖାଇବା ଜିନିଷ, ହଁ, ମନ ଭୁଲେଇବା ପାଇଁ ସବୁକିଛି ସାଇତି ଦିଅନ୍ତି କାଳିଆ ପାଇଁ। କାଳିଆ ନଉ କି ନ ନଉ, ଲୋକମାନଙ୍କୁ କିନ୍ତୁ ଆଶ୍ଚର୍ଯ୍ୟ ଲାଗେ କାଳିଆ ପ୍ରତି ଏମିତିକା ଭଲ ପାଇବା ଦେଖି। ମଉସାଙ୍କର କିନ୍ତୁ ଭାରି ବିଶ୍ୱାସ, ମୋ କାଳିଆ ଦିନେ ମୋ ପାଇଁ ଆସିବ, ତା ନିଜ ହାତରେ ମୋତେ ଖୋଇଦେବ। ଏ କଥା କିନ୍ତୁ ମାଉସୀ ବିଶ୍ୱାସ କରେନି। ସେ କୁହେ, ଜାଣିଛ, ଭାରି କପଟିଆ, ଆଉ ତମେ ଯାହା ମନ ବଳେଇଛ ନା, ବୋଧେ ଏ ଜନ୍ମରେ ହେଇପାରିବନି। ଏ ପୋଡ଼ା କପାଳକୁ ଆଉ ହୀନ କପାଳିନି। ସିଏ କ'ଣ ଆସିବ? ତମ ଆଶା ଆଶାରେ ରହିଯିବ। ମଉସା କିନ୍ତୁ ମନ ଭାଙ୍ଗେନି। ପୁଣି ନିଜ ମନକୁ ବୁଝେଇ ଦେଇ ନିଜ କାମ ଧନ୍ଦାରେ ଚାଲିଯାଏ। ଆଉ ସଞ୍ଚୟ କରିଥିବା ଟଙ୍କା ବୋଧେ 200 କି 300 ହୋଇଗଲା। ମଉସା ଏଥର ବାହାରିଲା, ଯାହା ବି ହେଲେ ମୋ କାଳିଆ ପାଖକୁ ଟିକେ ଯିବି। ତାକୁ ଟିକେ ଦେଖା କରି ନ ଆସିଲେ ଅବୁଝା ମନଟା ବୋଲ ମାନୁନି ମୋର। ମାଉସୀ ବି ସଜାଡ଼ି ଦେଲା ସବୁକିଛି। କୁସୁମର ହାର ସାଙ୍ଗକୁ ତୁଳସୀର ମାଳ। କାଳେ ବାଟରେ ଭୋକ ଲାଗିବ, ମାଗି ଯାଚି ଆଣିଥିବା କିଛି ଖୁଦ ଭଜାକୁ 5 ଗଣ୍ଠି ଦେଇଦେଲା। ମଉସା ମନ ଭାରି ଖୁସି, କାଳିଆକୁ ଦେଖିବ। ତା ଛଡ଼ା କାଳିଆ ପାଇଁ କ'ଣ ବା ନବ? ଯାହା ତ ସାଇତି ରଖିଥିଲା। ମଉସାର ମନରେ କେବଳ ଏତିକି ଥାଏ, କାଳିଆକୁ ଟିକେ ଦୂରରୁ ଦେଖିବ, ଲୁହ ଦି ଟୋପା ଗଡ଼େଇବ, ଆଉ ତାର ବାଇଶି ପାହାଚେ ଟିକେ ଗଡ଼ିଯିବ। ଆନନ୍ଦ ବଜାରରେ ଟିକେ ଅବଢ଼ା ଖାଇବ। ଭକ୍ତମାନଙ୍କ ମେଳରେ ଟିକେ ହାତ ଯୋଡ଼ି ହରିବୋଲ ଦେଇ ନାଚିବ। ବାସ୍, ଏତିକି ହେଲେ କାଫି। ନା ଆଉ କିଛି ମାଗିବାର ଇଚ୍ଛା, ନା ଆଉ କିଛି ଦରକାର ନାହିଁ। ହଁ ଆଜ୍ଞା, ଭକ୍ତ ହେବ ତ ଏଇ ନଟ ମଉସା ପରିକା। ଏତେ ଦୁଃଖରେ ଥାଇ ମଧ୍ୟ ତାର ଟିକେ ବି ମନ ବଳେନି କି ଆଉ କ'ଣ ମାଗିବା ପାଇଁ, ଯେମିତିକି ଧନ ଜନ କି ଆଉ କିଛି। କହିବାକୁ ଗଲେ ଭାରି ସରଳ ଆଉ ନିଷ୍କପଟ ମଣିଷ ସେମାନେ। ଯାହା ବି ହଉ, ମଉସା ଘରୁ ବାହାର ହେଲା। ଆସିଲା ବେଳେ ମାଉସୀ ବି କହୁଥାଏ, ହେଇଟି ଟଙ୍କା ତକ ସାଇତି ରଖିଥିବ, ମୋ କାଳିଆ ପାଇଁ କିଛି ଗୋଟେ ଭଲ ଜିନିଷ ନେବ। ନୂଆ କରି ଯାଉଛ ନା? ମଉସା ବି ହସି ଦେଇ କହୁଥାଏ, ନୂଆ କ'ଣ ଯେ, ଅନେକ ଥର ଯାଇଛି। ଏଥର କହିବୁ କିଛି ନୂଆ ଜିନିଷ ନେବା ପାଇଁ। ହଁ, ଗାଁ ପାଖରୁ ବସ୍ଟା ଯାଏ। ମଉସା ବି ସେଇଥିରେ ଉଠିଗଲା। କିନ୍ତୁ ବଡ଼ ଅଘଟଣଟି ଘଟିଲା ସେଦିନ ମଉସା ସାଙ୍ଗରେ। ବାଟରେ ଗଲାବେଳେ କିଛି ଡାକୁଙ୍କ ହାବୁଡ଼ରେ ପଡ଼ିଗଲା। ଡାକୁମାନେ ପଇସା ତକ ମାରି ନେଲେ। ମଉସାର ଆଉ ଖିଆଲ ନାହିଁ। ବାଟରେ ଗଲାବେଳେ ଲୋକମାନଙ୍କ ସହିତ ମହାପ୍ରଭୁ କାଳିଆ ସାନଙ୍କର କଥାକୁ ଆଲୋଚନା କରିକା ଗଲା। ମନଟା ସମ୍ପୂର୍ଣ୍ଣ ରୂପେ ଭୁଲିଗଲା। ଯେତେବେଳେ ଟଙ୍କା ଦେଖେ, ଆଉ ଟଙ୍କା ତକ ନାହିଁ। ମୁଣ୍ଡ ଘୁରିଗଲା ସେଇଠି। କ'ଣ ଯେ କରିବି? ଏତେ ବଡ଼ ଦୁନିଆ, ତା ଭିତରେ ପୁଣି ବଡ଼ ଦାଣ୍ଡ, ବଡ଼ ଦେଉଳ। ସେଠି ମୋର କିଏ ବା ଚିହ୍ନା? କିଏ ମୋତେ ସାହା ହେବ? ଭାରି ଖରାପ ଲାଗୁଥାଏ। ଏତେ ହତଭାଗା ମଣିଷଟାଏ, ଟଙ୍କା କେଇଟାକୁ ଦାୟିତ୍ୱ ରଖିପାରିଲେନି। ଆପଣା ଛାଏଁ ନିଜ ମନକୁ ବୁଝେଇ ଗାଡ଼ିରୁ ଓହ୍ଲେଇ ଗଲେ।
ଛାଡ଼, ଏଥରକ ବୋଧେ ଭାଗ୍ୟରେ ନାହିଁ, ଆଉ କେବେ ଆସିବି। ଏତକ କହି ଚାଲି ଚାଲି ଘର ବାହୁଡ଼ା ହେଉଥାନ୍ତି। କିନ୍ତୁ ସେତେବେଳକୁ ସେ ଯେ ଅନେକ ବାଟ ଚାଲି ଆସିଛନ୍ତି ସେ କଥା ଆଉ ସେ ଜାଣନ୍ତିନି। ଘରକୁ ଫେରିବା ତାଙ୍କ ପକ୍ଷେ କଷ୍ଟ। କ'ଣ ଆଉ କରିବେ? ଦୂରରୁ ଦିଶିଲା ମନ୍ଦିରଟାଏ, ପୁଣି ମହାପ୍ରଭୁ କାଳିଆ ସାଆନ୍ତଙ୍କର। ଭାବିଲେ ଆଜି ରାତିଟା ଏଇଠି କାଟିଦେବି। ବେଳ ବି ବୁଡ଼ି ଆସୁଥାଏ, କାହିଁକିନା ସେତେବେଳକୁ ମହାପ୍ରଭୁ ମା କୋଳକୁ ଗଲେଣି। ଆଉ ଡେରି ନ କରି ଧାଇଁଗଲା ସେ ମନ୍ଦିର ବେଢ଼ାକୁ। ମଉସାର ମନରେ ଭାରି ଦୁଃଖ ଥାଏ, କହିବ ବା କାହାକୁ? ହଁ, ଜାଣିଛ, ଭକ୍ତଟିର ମନରେ ଯେତେବେଳେ ଦୁଃଖ ଆସେ ନା, ସେ କାହାରିକୁ କହୁ ବା ନ କହୁ ସେ ଯାହାକୁ ବେଶୀ ଭଲ ପାଏ, ଯାହା ପାଇଁ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିଦେଇଥାଏ, ତା ଆଗରେ ଯଦି କଥାଟା ନ କୁହେ ଭାରି 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 ଲାଗେ। ସେଦିନ ମନ ବଳେଇଲା, ମୁଁ ସିନା ଶ୍ରୀକ୍ଷେତ୍ର ଯାଇପାରିଲିନି, ଏଇ ମନ୍ଦିରରେ ମୋ କାଳିଆ ଅଛି। ହଁ, ପହଡ଼ ସିନା ପଡ଼ିଯାଇଛି, କ'ଣ ହେଲା ସେଇଠୁ? ଯାଏ ତାକୁ ଟିକେ ମନ କଥା କୁହେ। ଏତେ ବାଟରୁ ଚାଲି ଚାଲି ଆସିବା ପରେ ମଉସାଙ୍କୁ ଭାରି ଥକା ଲାଗିଲା। ଏପଟେ ପେଟରେ ଭୋକ, ମନରେ କୋହ, ଆଖିରେ ଲୁହ। କରିବେ ବା କ'ଣ? ସେଇ ବେଢ଼ାରେ କଇଁ କଇଁ ହୋଇ କାନ୍ଦୁଥାନ୍ତି। ହାତ ଯୋଡ଼ି ଦେଇ କହିଲେ, କାଳିଆରେ, ସତରେ କ'ଣ ଏତେ ପରୀକ୍ଷା ନେଉ ଏଇ ଦୁଃଖୀ ଭକ୍ତ ଠାରୁ? ସବୁ ଭୁଲ ତ ମୋର। ଟଙ୍କା ତକ ହଜେଇ ଦେଇ ବସିଲି ଯେ, ନା ତୋତେ ଦେଖିବାର ସୌଭାଗ୍ୟ ପାଇଲି, ନା ତୋ ପାଇଁ କିଛି ନେଇକି ଆସିଲି। ଜାଣିଛୁ, ସେ କହିଥିଲା ଫେରିଲା ବେଳେ ତା ପାଇଁ ଟିକେ ଅବଢ଼ା ଅନ୍ନ ନେବା ପାଇଁ। ବୁଢ଼ୀ ଲୋକଟାଏ, କେବେ କିଛି ମାଗିନି, ମୁହଁ ପୁରେଇ ମାଗିଥିଲା। ଛାଡ଼, ତାକୁ ବି ପୂରଣ କରିପାରିଲିନି। ସତରେ କେଡ଼େ ହତଭାଗାଟାଏ। ଏତକ କହି ମଉସା ଆହୁରି ଜୋରରେ କାନ୍ଦିବାକୁ ଲାଗିଲା। କାହିଁକି କେଜାଣି ମନରେ ଟିକେ ଜିତି ଆସିଲା। ସତରେ କ'ଣ ତୁ ନାହୁଁ? ଆଉ ଯଦି ବି ଅଛୁ, ମୋ ଧନଟା ପରା, ଥରୁଟିଏ ମୋତେ ଦେଖାଦେ। ମୁଁ ସିନା ତୋ ପାଖକୁ ଯାଇପାରିଲିନି, ତୁ ତ ଅନ୍ତର୍ଯାମୀ। ଶୁଣିଛି ଯିଏ ତୋତେ ଭକ୍ତିରେ ଡାକେ, ଶ୍ରଦ୍ଧାରେ ଡାକେ, ତୁ ବି ତା ପାଖକୁ ଆସୁ ବୋଲି। ମୋ ପାଇଁ କ'ଣ ଆସିବୁନି? ସେତେବେଳକୁ ନା ରାତି ବି ଅନେକ ହେଲାଣି, ଭାରି ଭୋକ ବି ଲାଗୁଥାଏ। ମଉସା ଆଉ ଟିକେ ଜିଦି କରି ବସିଲା। ଜାଣିଛୁ, ଯଦି ତୁ ନ ଆସିବୁ ନା, କଥା ଦଉଛି ଭୋକ ଉପାସରେ ଜୀବନ ପଛା ହାରିଦେବି, ଏଉଠୁ କୁଆଡ଼େ ବି ଯିବିନି। ହଁ, ମନ୍ଦିରଟା ଗାଁ ଠାରୁ ଟିକେ ଦୂର ଥାଏ, ସେଇଥିପାଇଁ ବୋଧ ହୁଏ କାହାରି ଅଣଦେଖାରେ ଥାଏ ମଉସା। କିନ୍ତୁ ସେତେବେଳକୁ କେହି ଜଣେ ପିଲା କାନ୍ଧରେ ବୋଝୁଳାଟିଏ ପକାଇ ପାଖରେ ଆସି ପହଞ୍ଚିଗଲା। ଦେଖିବାକୁ କଳା ମୁଚୁ ମୁଚୁ, ଛୋଟିଆ ପିଲାଟିଏ, ଭାରି ଗୁଲୁଗୁଲିଆ, କଥା ତାର ଭାରି ମିଠା। ତା ସହିତ ଥରୁଟିଏ ଯେ କଥା ହେବ ନା, ସେ ମନ କିଣିନିଏ। ମଉସାଙ୍କୁ ଆସି କହୁଥାଏ, ହେଇଟି, ଏଠି କ'ଣ କରୁଛ ଯେ? ମଉସା କିଛି ବି କହିପାରୁନଥାଏ। ସେ ଆଉ ଟିକେ ପଚାରିଲା, କୁଆଡ଼େ ଆସିଛ? କାହାକୁ ଖୋଜୁଛ? କାହା ପାଇଁ ଏଠି ଲୁହ ଢାଳୁଛ? ଏଣିକି ମଉସା ଟିକେ ଅଭିମାନ କରି କହିଲା, ତମ ତମ କାମରେ ଯାଅ, ମୋତେ ମୋ ବାଟରେ ଛାଡ଼ିଦିଅ। ମୁଁ ତ ଯାହା ପାଇଁ ଆସିଲି ତାକୁ ଟିକେ ଦେଖିପାରିଲିନି କି ତା ପାଖକୁ ଯାଇପାରିଲିନି, ମୋତେ କାହିଁ ପଚାରୁଛ? ପିଲାଟି ଆଉ ଟିକେ ହସି ଦେଇ କହିଲା, ନାଇଁ ମୁଁ ସେମିତି ଜମା ନୁହେଁ, ବେଳେବେଳେ ଏମିତି ବି ସହିବାକୁ ପଡ଼େ। କିଛି ବୁଝା ପଡ଼ିଲାନି କଥାଟା। ପିଲାଟି ବି କହୁଥାଏ, ଜାଣିଛ, ସକାଳ ପହରୁ ମୁଁ ବି ଜଣକୁ ଅପେକ୍ଷା କଲି, ହେଲେ ସିଏ ଆସିଲାନି। ବାଧ୍ୟ ହୋଇ ମୋତେ ଆସିବାକୁ ପଡ଼ିଲା। ମଉସା ଏଥର କହୁଥାନ୍ତି, ଦେଖୁଛ ତ, ଛୋଟ ପିଲାଟିଏ ହୋଇ ତାର କେତେ ବୁଦ୍ଧି। ଯିଏ ଅପେକ୍ଷା କରିଥିଲା ସିଏ ଆସିପାରିଲାନି ବୋଲି ତୁମକୁ ଚାଲିକି ଆସିବାକୁ ପଡ଼ିଲା। ମୋ କାଳିଆ, ସତରେ ଭକ୍ତମାନେ ବୋଧେ ଠିକ୍ କୁହନ୍ତି, ଭାରି କପଟି ଆସେ। ମୋ କଥା କାହିଁ ବା ବୁଝିବ? ଟିକେ ଚାଲିକି ଆସିଲେ ହୁଅନ୍ତାନି?
ପିଲାଟି ଯେତେବେଳେ ଏତକ ଶୁଣିଛି ଆଉ ଟିକେ ହସି ଦେଇ କହିଲା, ଆରେ ଆରେ, କଥାଟା ତାହେଲେ ଏଠି। କିଏ ସେ କାଳିଆ? କାହା ପାଇଁ ମନ ହଉନା? ମଉସା ଆଉ କୋହ ସମ୍ଭାଳି ପାରିଲାନି। ପିଲାଟି ପୁଣି କହୁଥାଏ, ମୁଁ ବି ତମ ପୁଅ ପରିକା, ମତେ କୁହ। ଯେତେବେଳେ ଏତକ କହିଛି ପିଲାଟି, ସତରେ ଯେମିତି ମଉସାକୁ ଲାଗିଲା କେହି ଜଣେ ଅତି ଆପଣାର ତାକୁ ପଚାରୁଛି। କାହିଁକି ନା ପୁତ୍ର ମୁଖ ଦେଖିବା ତା ଭାଗ୍ୟରେ ନଥିଲା। 12 ଲୋକ 12 କଥା କୁହନ୍ତି। ସେଇଥିପାଇଁ ତ ମାଉସୀକୁ ନେଇ ଗାଁ ଛାଡ଼ି ଚାଲି ଆସିଥିଲା। ସେଦିନ ଯେମିତି ଲାଗୁଥାଏ ପୁଅ ପରିକା ନୁହେଁ, ତାରି ପୁଅ ତାକୁ କହୁଛି। ମଉସା କାନ୍ଦି କାନ୍ଦି ସବୁ କହିଲା। ଶେଷରେ ପିଲାଟି ଲୁହ ପୋଛି ଦେଇ କହିଲା, ମନଉଣା କରନି, ଜାଣିଛି ତମେ ଭାରି ଭୋକରେ ଅଛ, ଆସ ମିଶିକି ଖାଇ ନେବା। ମଉସାଙ୍କ ମନରେ ପ୍ରଶ୍ନଟା 2 ଗୁଣ ଉଙ୍କି ମାରିଲା। ମୁଁ ଭୋକରେ ଅଛି ବୋଲି ପିଲାଟି କେମିତି ଜାଣିଲା? ସେ ଆହୁରି କହୁଥାଏ, ଦେଖିଛି, ଦୂରରୁ ଥାଇ ସବୁ ଦେଖିଛି। ସକାଳ ପହରୁ ଆସିଲଣି, ଟଙ୍କା ତକ ହଜିଗଲା, ଆଉ ଯାଇପାରିଲନି, ଏଇଆ ନା? ମଉସା ଯେତେବେଳେ ପିଲାଟିର ଗଣ୍ଠିଲି ଦେଖିଛି, ତାର ଭାରି ଇଚ୍ଛା ହେଲା ସତରେ ସେ ଗଣ୍ଠିଲି ଭିତରେ ଅଛି କ'ଣ? ଛୋଟ ପିଲାଟାଏ, ଆଣିଥିବ ବା କେତେ ଜିନିଷ। ଯାହା ବି ହଉ, ପିଲାଟି ଯେତେବେଳେ ଖାଇବା କାଢ଼ିଛି, ସତରେ ଅବଢ଼ା ସାଙ୍ଗକୁ ଡାଲମା, ବେସର, କ୍ଷୀରି, ଖେଚୁଡ଼ି, ଏମିତି କେତେ କ'ଣ ଜିନିଷ। ସତରେ ଯେମିତି ସାଙ୍ଗେ ସାଙ୍ଗେ ରୋଷେଇ ହୋଇଛି, ବାମ୍ଫ ବି ବାହାରୁଥାଏ। ଆରେ ଏ କ'ଣ, ଏତେ ସାରା ଜିନିଷ ତମେ କୋଉଠୁ ପାଇଲ? ପିଲାଟି ଆଉ କିଛି କହୁନଥାଏ, କେବଳ ଏତିକି କହିଲା, ଆଗ ଚାଲ ଖାଇନବା, ତାପରେ ଯୋଉ କଥା। ପିଲାଟି ତ ଖାଇବା ପାଇଁ ବସିଲା, ମଉସାଙ୍କର ହାତ ଗଲାନି। କାହିଁକି ନା ଏତେ ସାରା ଜିନିଷ ପାଇଁ ଟଙ୍କା ତ ଦରକାର ନା। ଟଙ୍କା ତକ ହଜିଯାଇଛି। ପିଲାଟି ପୁଣି କହୁଥାଏ, ଖାଇବା ଲାଗି ପାଉଣା ଦରକାର ନାହିଁ, ଗୋଟେ କାମ କରିବ, ତମେ ଯାହା ଆଣିଛ ମତେ ଦେଇଦିଅ, ଆଉ ମୋ ଖାଇବା ତକ ସାଙ୍ଗ ହୋଇ ଖାଇନେବା। ମଉସା ଏଥର 2-5ରେ ପଡ଼ିଲେ। କାହିଁକି ନା ତାଙ୍କ ପାଖରେ ସେ ଚାଉଳ ଭଜା ଛଡ଼ା ଆଉ କିଛି ବି ନଥିଲା। ପିଲାଟି ବାଧ୍ୟ କରିବାରୁ ସାଙ୍ଗ ହୋଇ ଖାଇଲେ। ସେ ପୁଣି କହୁଥାଏ, ଖାଇସାରିଲେ ତମ ଖାଇବା ମୁଁ ଖାଇବି ଯେ, ହଁ, କଥାଟା ଯେମିତି ଭୁଲି ନ ଯାଉ। ମଉସାଙ୍କ ମନରେ ଭାରି ଦୁଃଖ ଥାଏ। ସତରେ କ'ଣ ପିଲାଟା ମୋ ଚାଉଳ ଭଜା ଦେଖିଲେ ଖୁସି ହେବ ନା ରାଗିକି ଫୋପାଡ଼ି ଦେବ? ଯାହା ବି ହଉ, ସାଙ୍ଗ ହୋଇ ଖାଇସାରିଲେ। ଏଣିକି ପିଲାଟି ଭିଡ଼ିଲା ମଉସାଙ୍କର ସେ ଚାଉଳ ଭଜାକୁ। ମଉସା ଆଦୌ ଦଉନଥାନ୍ତି, ଲାଜ ଲାଗୁଥାଏ। ଶେଷରେ ପିଲାଟି ହିଁ ଜିତିଲା। ଚାଉଳ ଭଜା ଦେଖି ଭାରି ଖୁସି ହେଇଗଲା, ଆଉ କହୁଥାଏ, ଜାଣିଛ, କାହିଁ କେତେ ଦିନରୁ ଚାଉଳ ଭଜା ଟିକେ ଖାଇବାକୁ ଇଚ୍ଛା ଯେ ଆଜି ସୁଯୋଗ ମିଳିଛି, ଖାଇ ନେଉଛି ସବୁ। ସତରେ ଏମିତି ଆନନ୍ଦରେ ଖାଇଲା ଯେ ମଉସାଙ୍କୁ ଯେମିତି ଲାଗୁଥାଏ ଚାଉଳ ଭଜା ନୁହେଁ ତ, ଯେମିତି ମହାପ୍ରସାଦ ଖାଉଛି ପିଲାଟି। ଏଥର 2 ଜଣ ବସିଲେ ଟିକେ କଥାବାର୍ତ୍ତା ହେବା ପାଇଁ। ମଉସା ପୁଣି କହୁଥାଏ, ଜାଣିଛୁ, ଏତେ ବାଟରୁ ଆସିଲେ, ବଡ଼ ହଇରାଣରେ ପଡ଼ିଲେ, ଲୋକମାନଙ୍କୁ କେତେ ନେହୁରା ହେଇଛି, କେହି ବି ସାହାଯ୍ୟ କଲେନି। ଶେଷରେ ତୁ ଆସିଲୁ। ତୁ ଯଦି ଆଜି ଦେଖା ନ ହେଇଥାନ୍ତୁ, ସତରେ ଭୋକ ଉପାସରେ ମୋ ଜୀବନଟା ବୋଧେ ଚାଲି ଯାଇଥାନ୍ତା। ପିଲାଟି ପୁଣି କହୁଥାଏ, ସେମିତି ଜମା ନୁହେଁ, ଖାଲି ତମେ ନୁହେଁ, ଅନେକ ଲୋକ ଏମିତି ଅଛନ୍ତି ଯିଏକି ଭାରି ଶ୍ରଦ୍ଧାଳୁ, ଭାରି ସ୍ନେହୀ, ଭାରି ଭଲ ପାଆନ୍ତି। କୌଣସି ବି ପରିସ୍ଥିତିରେ ତାଙ୍କୁ ବି ବେଳେବେଳେ ସାହାଯ୍ୟ କରିବାକୁ ପଡ଼େ। ସତରେ ପିଲାଟିର ପ୍ରତ୍ୟେକଟି କଥା ମଉସାଙ୍କର ମନ କିଣି ନେଉଥାଏ। ଏଥର ମଉସା ପଚାରୁ ପଚାରୁ ଟିକେ ପଚାରିଦେଲେ, ମୋ କାଳିଆକୁ ଦେଖିଛୁ? ତା ବଡ଼ଦାଣ୍ଡକୁ ଯାଇଛୁ? ଜାଣିଛୁ ନା, ସିଏ ବି ତୋ ପରିକା ଭାରି ସ୍ନେହୀ, ଭାରି ଶ୍ରଦ୍ଧାଳୁ, ଭକ୍ତମାନଙ୍କ ଲୁହ ପୋଛେ ସିଏ। ହେଲେ କାହିଁକି କେଜାଣି ମୋ ଉପରେ ଯେ ଅଭିମାନ କରିଛି ମୁଁ ଜାଣିପାରୁନି।
ହଁ, ଦେଖିଛି। ବହୁତ ଥର ପାଖକୁ ଯାଇଛି, ବଡ଼ଦାଣ୍ଡରେ ବୁଲିଛି, ଭକ୍ତମାନଙ୍କ ସହ ମିଶି କେତେ ନାଚକୁଦ କରିଛି। ପିଲାଟି ଯେତେବେଳେ ଏତକ କୁହେ, ମଉସା ଟିକେ ପାଖକୁ ଚାଲି ଆସିଲେ ଆଉ କହିଲେ, ହଁ, ଏଥର ଯେବେ ଯିବୁ ମୋ ମନ କଥା ଟିକେ ଜଣେଇବୁ। ମୁଁ ତ ହତଭାଗାଟାଏ, ସୁଯୋଗ ଟିକେ ମୋତେ ମିଳେନି। ଆଉ ଯେବେ ଯିବି ନା, ଜାଣିଛୁ, ତା ବଡ଼ଦାଣ୍ଡରେ ନାଚିବି, ସେଇ ଭକ୍ତମାନଙ୍କ ମେଳରେ 22 ପାହାଚରେ ଗଡ଼ିବି, ଆଉ ତାର ଅବଢ଼ା ହାଟରେ ଅବଢ଼ା ଖାଇବି। ତୁ ଯେମିତିକା ଆଣିଥିଲୁ ମୋ ବା, ଭାରି ସୁଆଦିଆ, ଭାରି ଆନନ୍ଦ ଲାଗିଲା। ଭଲ ଲୋକ, ଆଉ ଖାଲି କ'ଣ ତମେ ଖାଇ ଦେଇଯିବ, ମୋ ମାଉସୀ ପାଇଁ ବି ଅଛି। ଗଲାବେଳେ ତା ପାଇଁ ନେଇଯିବ, ବୁଝିଲ? ଆସିଲା ବେଳେ ନିହାତି କହିଥିବ। ନା ନା, ସେମିତି ହେଇପାରିବନି, ମୋ ପାଖରେ ଟଙ୍କା ପଇସା ନାହିଁ। ତମେ ପୁଣି ମୋତେ ଅବଢ଼ା ଦେଉଛ, ସେ ଜାଣିଲେ ନା ଜମା ବି ନେବନି। ଆରେ ରଖ ମୁଁ, ସେମିତି କିଛି କଥା ନାହିଁ। ମାଉସୀ ମୋତେ ଭଲରେ ଜାଣିଛି। କାହିଁ, ମୁଁ ତ କେବେ ଦେଖିନି, ତୋତେ ତ ପ୍ରଥମ ଥର ଦେଖୁଛି। ସେମିତି କିଛି କଥା ନାହିଁ। ତମେ ଯେତେବେଳେ ନଥାଅ, ମାଉସୀ ନା ଲୁଚି ଲୁଚି କାନ୍ଦେ, ଆଉ ତାର ମନ କଥା ସବୁ ମୋତେ ହିଁ କୁହେ। ଆଉ ଜାଣିଛ, ମୁଁ ହେଉଛି ମାଉସୀର ଜଣେ ବନ୍ଧୁ। ତମେ ତାଙ୍କୁ ଏତକ କହିବ, ଏତେ ସାରା ଜିନିଷ ସବୁ ତମ ବନ୍ଧୁ ଦେଇଛି, ଯାହାକୁ ନିତି କାନ୍ଦିକି ମନ କଥା କୁହ। ମଉସା ଯେତେବେଳେ ଏତକ ଶୁଣନ୍ତି, ମନ ଭିତରେ ଟିକେ ଅଭିମାନ ଆସିଥିଲା। ମୋତେ ନ କହି ଲୁଚି ଲୁଚି କାନ୍ଦୁଛି, ପୁଣି ତୋ ପାଖରେ। ଠିକ୍ ଅଛି। ଏଣିକି ପିଲାଟି ସାଇତି ଦେଲା 2ଟା ଅବଢ଼ା କୁଡ଼ିଆ, ଆଉ ତା ସାଙ୍ଗକୁ ଆଉ କେତେ କ'ଣ ଜିନିଷ। ସେ କଥା ମଉସା ବି ଜାଣିଲାନି, କେବଳ ଏତିକି କହିଲା, ମୋ ମାଉସୀକୁ ନେଇ ଦେଇଦେବ। ରାତି ପାଇଲେ ମୁଁ ମୋ ବାଟରେ ଚାଲିଯିବି, ଆଉ ତମେ ବି ଘରକୁ ଚାଲିଯିବ। ଚାଲ ଶୋଇପଡ଼ିବା। ମଉସାର ଆଖିରେ କିନ୍ତୁ ନିଦ ନଥାଏ। ସେ ଆହୁରି କହୁଥାଏ, ତୁ ଶୋଇପଡ଼, ଥକା ଲାଗିବଣି, ଛୋଟ ପିଲାଟାଏ। ମୁଁ ଟିକେ ତୋତେ ଆଉଁସି ଦିଏ। ପିଲାଟି ଆନନ୍ଦର ସହିତ ମଉସା କୋଳରେ ମଥା ରଖି ଶୋଇଗଲା। ଆଉ ରାତି ସାରା ମଉସା ସେମିତି ପିଲାଟିକୁ ଟିକେ ଆଉଁସି ଦେଉଥାଏ। ଭାରି ଆନନ୍ଦ ଲାଗୁଥାଏ। ରାତି ପାଇ ଆସୁଥାଏ, ମଉସାର ବି ଟିକେ ଆଖି ଲାଗିଗଲା। ହେଲେ ସକାଳୁ ସକାଳୁ ଦେଖିଲା ବେଳକୁ ଆଉ ପିଲାଟି ନାହିଁ। ସେ ତା ବାଟରେ ଚାଲିଯାଇଛି। ଏପଟେ ଦେଉଳ ଖୋଲା ହେବା ଉପରେ। ମଉସା ଆଉ ଡେରି ନକରି ଚାଲି ଚାଲି ରାସ୍ତାକୁ ପଳେଇ ଆସିଲା, ଆଉ ଗାଡ଼ିଟିଏ ଧରି ଘରକୁ ଆସିଲା। ହଁ, ପିଲାଟି କିଛି ଟଙ୍କା ବି ହାତରେ ଦେଇଥିଲା, ଯେହେତୁ ସବୁତକ ଟଙ୍କା ମଉସା ହଜେଇ ଦେଇଥିଲେ। ଘରେ ଯେତେବେଳେ ପହଞ୍ଚନ୍ତି, ମାଉସୀ ବି ଆନନ୍ଦର ସହ ଅପେକ୍ଷା କରିଥାଏ। ମଣିମା ମହାପୁରୁ ହେ, ତାଙ୍କର ଯେମିତି ଟିକେ ଅସୁବିଧା ନ ହୁଏ। ମଉସା ପହଞ୍ଚିବା କ୍ଷଣି ପାଦ ଧୋଇବା ପାଇଁ ଯେତେବେଳେ ପିଢ଼ା ପାଣି ଆଣେ, ମଉସା କହୁଥାଏ, ନା ମୁଁ ଶ୍ରୀକ୍ଷେତ୍ର ଯାଇଛି, ନା ତୋ ପାଇଁ କିଛି ଆଣିପାରିଛି। ମାଉସୀ ଯେତେବେଳେ ଏତକ ଶୁଣେ, ଭାରି ମନ ଦୁଃଖ ହେଲା। ତଥାପି ହାତରେ କିଛି ମହାପ୍ରସାଦର କୁଡ଼ୁଆ ଦେଖି ପାଦ ଧୋଇ ଘରକୁ ପାଛୋଟି ନେଲେ। ଆଲୋ, ଜାଣିଛୁ, ବାଟରେ ଗଲାବେଳେ ଟଙ୍କା ତକ ସବୁ ଡାକୁ ମାରି ନେଲେ। କିଛି ବୁଦ୍ଧିବାଟ ଦିଶିଲାନି। ଗାଡ଼ିରୁ ବି ଓହ୍ଲେଇ ଗଲି, ଆଉ ଶ୍ରୀକ୍ଷେତ୍ର ଯାଇପାରିଲିନି। ଭାରି ମନ ଉଣା ହେଲା। ବାଟରେ ଦେଖା ହେଲା କାଳିଆ। କିଏ ସେ କାଳିଆ? ତା ଘର କୋଉଠି? ଜାଣିଛୁ, ରାତିଟା ଯାକ ମୋ ପାଖରେ ରହିଛି। ମୋତେ ଖାଇବାକୁ ଦେଲା, ନିଜ ହାତରେ ଖୋଇଦେଲା। ମୁଁ ବି ତାକୁ ଟିକେ ଆଉଁସି ଦେଲି। ଭାରି ସ୍ନେହୀ, ଭାରି ଶ୍ରଦ୍ଧାଳୁ। ଏଇ ଦେଖୁନୁ, ତୋ ପାଇଁ କ'ଣ ସବୁ ଦେଇଛି। ମାଉସୀ ଆହୁରି ପଚାରୁଥାଏ, ଆରେ ଅଚିହ୍ନା ଅଜଣା ମଣିଷଟାଏ, ତା ସାଙ୍ଗରେ ପୁଣି ତମର ଭାବ। ଦେଖୁଛି ଦିନକୁ ଦିନ ତମେ ଭାରି ହେଲଣି। ନାଇଁ ମ, ମୁଁ କିଛି ବି ନୁହେଁ। ସିଏ କହିଲା, ସିଏ ତୋର ଜଣେ ବନ୍ଧୁ, ଯାହାକୁ ତୁ ଲୁଚି ଲୁଚିକା କାନ୍ଦିକି ତୋ ମନ କଥା କହୁ। ଜାଣିପାରୁଛୁ ତ? କାହିଁ, ସେ କଥା ତ ମୁଁ କେବେ ଜାଣିନି। ମଉସା ଯେତେବେଳେ ଏତକ କୁହେ, ମାଉସୀର ଆଖି ଲୁହ ଛଳ ଛଳ। ମଉସା ଏଥର ବୁଝିପାରିଲା,
ବୋଧେ ମାଉସୀ କିଛି ଲୁଚଉଛି। ମାଉସୀ ହାତ ଯୋଡ଼ି ଦେଇ କହୁଥାଏ ସେଇ ଅବଢ଼ା କୁଡ଼ୁ ଆଗରେ, ଜାଣିଛ ତମେ ବଡ଼ ଭାଗ୍ୟବାନ। ତୁମ ସହିତ ଯେଉଁ ପିଲାଟି ରାତି କାଟିଛି ସେ ଆଉ କେହି ନୁହେଁ, ମୋ ବଡ଼ ଦେଉଳିଆ ବନ୍ଧୁ, ମୋ କାଳିଆ ସୁନା, ମୋ କଳା ଠାକୁର, ମୋ କଳା ମାଣିକ। ଜାଣିଛ ତମେ ତ କାମଧନ୍ଦାକୁ ଚାଲିଯାଅ। ଛୁଆଟିଏ ନାହିଁ ବୋଲି 12 ଲୋକ 12 କଥା କୁହନ୍ତି। ସହିପାରେନି, ହତଭାଗିନୀଟାଏ। ତାରି ପାଖରେ କାନ୍ଦି କାନ୍ଦି ଗୁହାରି କରେ। ଆଉ ଜାଣିଛ ସେ ପିଲାଟି ଆଉ କେହି ନଥିଲା, ସେ ହିଁ ମୋ କାଳିଆ। ମଉସା ଯେତେବେଳେ ଏତକ ଶୁଣେ ସେଦିନ କାନ୍ଦିକି ଗଡ଼ିବାକୁ ଲାଗିଲେ। କାହିଁକି ନା ନିଜକୁ ଭାରି ଧିକ୍କାର କଲେ। ମଣିମା ମହାପ୍ରଭୁ ମୋ ପାଖକୁ ଆସିଲ, ରାତିଟା ଯାକ ରହିଲ, ମୁଁ ବି ତୁମକୁ ଆଉଁସି ଦେଇଛି, ତୁମ ହାତରୁ ଅବଢ଼ା ବି ଖାଇଛି। ହତଭାଗାଟାଏ, ନା ଚିହ୍ନି ପାରିଲି ନା ଜାଣିପାରିଲି। ମାଉସୀ ଯେତେବେଳେ ଅବଢ଼ା କୁଡ଼ିଆ ଦେଖିଛି ସେ ଆହୁରି କହୁଥାଏ, ତମ ସହିତ ରାତିଟା ସାରା ଯାହା ଘଟିଛି ତମେ ମୋତେ 12 କୁହ, ଶୁଣିବା ପାଇଁ ନା ଭାରି ଇଚ୍ଛା ହେଉଛି। ହଁ ଆଜ୍ଞା, ଭକ୍ତର ମନ ହିଁ ସେମିତିକା। ଭଗବାନଙ୍କୁ ସେ ତା ଭାବର ଡୋରରେ, ତା ଭକ୍ତିରେ ଆଉ ତା ଶ୍ରଦ୍ଧାରେ ଏମିତି ଭାବରେ ବାନ୍ଧି ପାରିଛି, ଭଗବାନ ବି ତା ପାଖକୁ ଆସନ୍ତି ଏଇ ଯେମିତି କାଳିଆ ରୂପରେ ଛୋଟ ପିଲାଟିଏ ହୋଇ ନଟ ମଉସାଙ୍କ ପାଖକୁ ଆସିଲେ। ଶେଷରେ ମଉସା ଏତକ କହିଲେ, ମୋ ଜଗା ଆସିଥିଲା ରାତି ଅଧରେ। ନମସ୍କାର। ଛୋଟ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ଯଦି କଥା ଛଳାରେ ସାମାନ୍ୟ ମଧ୍ୟ ତ୍ରୁଟି ଥାଏ କ୍ଷମା କରିବାକୁ ଅନୁରୋଧ। ଜୟ ଜଗନ୍ନାଥ।